ଆଜ୍ଞା ନମସ୍କାର। କ'ଣ ମୁଁ ଆପଣ କରୁଛନ୍ତି ସେଠି କଥା ଉପରକୁ ଗଲାଣି ପୁରା। ମାନେ ଧର୍ମ ବୁଦ୍ଧି ଆଉ ପାପ ବୁଦ୍ଧି ପରସ୍ପର ଦୋଷ ଦେଲେ, କିନ୍ତୁ ବିଚଳିତ ହିଁ ଗର୍ଜନ କରୁଥିବା କୁମ୍ଭୀର କାନ୍ଦଣା କାଟୁଥିବା ପାପ ବୁଦ୍ଧି ଯେତେ ଉତ୍ପାତ କଲା, ସରଳ ଚିନ୍ତକ ଧର୍ମ ବୁଦ୍ଧି ପାଟି କଲାନି। ଉଭୟ ଗଲେ ରାଜାଙ୍କୁ ଜଣାଇଲେ। ରାଜମହଲରେ ଆଲୋଚନା ହେଲା, ପ୍ରକୃତିର ମୂର୍ଖ କିଏ, ଚୋର କିଏ, ବଦମାସ କିଏ, ଗୁଣ୍ଡା କିଏ, ଧନ ଗଲା କୁଆଡ଼େ। ତେଣୁ ରାଜକରଞ୍ଜରେ ଆସିଗଲେ, ଆରକ୍ଷୀ ବାହିନୀ ଆସିଗଲେ, ଉଭୟଙ୍କୁ ଦୁଇଟା ଗଛରେ ବାନ୍ଧିଦେଲେ। ପ୍ରଥମ ଦିନ ସେ ପୂଜା କରିଥିଲା, ଆଜି ବି ସେ କହିଲା, ମହାପ୍ରଭୁ ମୁଁ ପୂଜା କରିଛି, ଏ ଗଛ ହିଁ ସତ କଥା କହିବ। କାଳକ୍ରମେ ସମୟ ଗଡ଼ିଗଲା, ଗଛ କିନ୍ତୁ କହିଲା ଧର୍ମ ବୁଦ୍ଧି ହିଁ ଚୋରି କରିଛି, ସବୁ ସମ୍ପତ୍ତି ନେଇଛି। କଥାଟା ଉପସ୍ଥିତ ଲୋକମାନଙ୍କୁ ବାଧିଲା। ଗାଁ ଲୋକ ଜାଣନ୍ତି, ସ୍ଥାନୀୟ ଲୋକ ଜାଣନ୍ତି, ଉପସ୍ଥିତ ଜନତା ଜାଣନ୍ତି ଧର୍ମବୁଦ୍ଧି ସରଳ, ଶାନ୍ତ, ଭଦ୍ର, ଅମାୟିକ, ନିର୍ଲୋଭ। ସେ ଅନ୍ୟକୁ ଜ୍ଞାନ ଦିଏ, ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ବାଟ ବତାଏ। ସେ କାମ କରିଥିବ ନା? ନା ନା। ସମସ୍ତେ ଦୃଢ଼ କଣ୍ଠରେ ପ୍ରତିବାଦ କଲେ, ହେ ରାଜନ, ଏ ଅନ୍ୟାୟ। ତେଣୁ ଆପଣ ଦୟାକରି ଆମ ଅନୁରୋଧ ରକ୍ଷା କରନ୍ତୁ, ଧର୍ମବୁଦ୍ଧିକୁ କହିବାକୁ ଦିଅନ୍ତୁ, ଆଉ କିଛି କରିବାକୁ ଦିଅନ୍ତୁ। ସେ ବୁଦ୍ଧିମାନ, ସେ ନିଶ୍ଚିତ ଭାବରେ ସମସ୍ୟା ସମାଧାନ କରିବ। ସେ ଆଗରୁ କରିଦେଇଥାନ୍ତା, ମାତ୍ର କଥାଟା ଯଦି ଆପଣଙ୍କ କାରଣ ନ ଯିବ, ପରେ ଦଣ୍ଡିତ ହେବ। ତାକୁ ଖୋଲି ଦିଆଗଲା। ତେଣୁ ଧର୍ମବୁଦ୍ଧି ବୃକ୍ଷକୁ ଅନେଇଲା, ଆଉ ପଡ଼ିଶାଙ୍କୁ ଅନେଇଲା, ସମସ୍ତଙ୍କୁ ଅନେଇଲା। ସେମାନେ ତାର ଅନ୍ୟାୟରୁ କ'ଣ ବୁଝିଲେ, ସେ ସ୍ଥାନ ଛାଡ଼ି ଟିକେ ପଳେଇଗଲେ। କିଛି ସମୟ ପରେ ସ୍ଥାନୀୟ ଲୋକ ଶୁଖିଲା ଜାଳେଣୀ ଆଣିଲେ, ପାଳ, କୁଟା, ଛଣ, କାଠ, ପତର, ଘାସ ଆସି ଗଛ ଚାରିପଟରେ ଜମା କରିଦେଲେ। ଧର୍ମବୁଦ୍ଧି କହିଲା, ହେ ରାଜନ, ଆମେ ସମସ୍ତେ ବୃକ୍ଷକୁ ଦେବତା କହିଥାଉ, ବୃକ୍ଷ ଦେବ ଭବ ପୂଜା କରିଥାଉ। ଗଛ ଯେତେବେଳେ ମିଛ କହୁଛି, ଗଛ ଯେତେବେଳେ ଅନ୍ୟାୟକୁ ସମର୍ଥନ କରୁଛି, ଗଛ ଯେତେବେଳେ ଭୁଲ ବାଟରେ ଯିବା ପାଇଁ ପ୍ରେରଣା ଦେଉଛି, ସେ ଦେବତା ନୁହେଁ। ତେଣୁ ତାକୁ ଜାଳିଦେବା ଉଚିତ। ଏ ବିଷ ବୃକ୍ଷ। ନିଆଁ ଲଗେଇ ଦିଆଗଲା। ନିଆଁ ଶୁଖିଲା ପତ୍ର ହୁତୁ ହୁତୁ ଜଳିଲା। କିଛି ସମୟ ଜଳିଲା ପରେ ସେପଟରୁ ଗୁମ୍ଫାରୁ ଫକିନ୍ ଡେଇଁଲା ଲୋକଟିଏ। ତାକୁ ଦେଖି ଗାଁ ଲୋକ କହିଲେ, ଆରେ ମିଛୁଆ ନା, ତମେ ଏଠି କ'ଣ କରୁଥିଲ? ପାଞ୍ଚ ଲୋକ, ରାଜା, ପ୍ରଜା ସମସ୍ତେ ଆଲୋଚନା କଲେ, ଇଏ କିଏ? ଆଜ୍ଞା ଇଏ ପାପ ବୁଦ୍ଧିର ବାପା, ବିଛୁଆ ନନା। ତା ଜୀବନରେ କେବେ ସତ କହିନି, କେବେ ବି କେଉଁ କଥାରେ ବି ତା ମୁହଁରୁ ସତ୍ୟ ବାହାରେନି। ଚିକ୍କଣ ମିଛ କହି ଲୋକଙ୍କୁ ସେ ଠକେ, ଆଉ ସିଏ ହିଁ ମିଛ କହିଲା। ଗଛରେ ତ ବନ୍ଧା ହେଇଥିଲା ପାପ ବୁଦ୍ଧି, ଏବେ ବାନ୍ଧି ପକେଇଲେ ବାପାକୁ। କୁହ, ଧନ କେଉଁଠି ଅଛି? ଦରପଡ଼ା, ଅଧା ପଡ଼ା ହେଇଥିବା, ସାମାନ୍ୟ କଷ୍ଟ ଭୋଗୁଥିବା, ଦେହରେ ମୁହଁ ଯାହା ଫଟକା ହେଇଯାଇଥିବା ପାପ ମିଛୁଆ ନନା କହିଲା, ମୋ ପୁଅ ପାପ ବୁଦ୍ଧି ମୋ ପରାମର୍ଶରେ ଗଛ ତଳେ ପୋତା ହେଇଥିବା ସବୁ ସମ୍ପତ୍ତି ଆମ ଘରେ ରଖିଛି ନେଇ। ଏହି ଅପରାଧରେ ମୁଁ ଆଜି ଦଣ୍ଡ ଭୋଗିଲି। ଇଏ ପିଲାଟି ଧର୍ମବୁଦ୍ଧି ସରଳ, ଶାନ୍ତ। ତେଣୁ ସବୁ ସମ୍ପତ୍ତି ତା ଘରୁ ଅଣାଗଲା। ସବୁ ସମ୍ପତ୍ତି ରାଜା କହିଲେ ମୋ ପାଖରେ ରହିବ, ରାଜମହଲରେ ସବୁ ସମ୍ପତ୍ତି ରହିବ। ଏବେ ଧର୍ମବୁଦ୍ଧିକୁ କୁହାଗଲା,
ତୁମେ ପ୍ରତି ମାସରେ ତୁମର ଯେତିକି ଆବଶ୍ୟକ ଯିବ ମୋତେ ଜଣେଇବ, ଆଉ ରାଜମହଲତା ନେଇକରି ଆସିବ, ତୁମ ଘର ଖର୍ଚ୍ଚ ହେବ, ଏହା ତୁମର ଦରମା ହେବ। ଆଉ ସେ 2 ଜଣଙ୍କୁ କୁହାଗଲା ତୁମେ କେତେ ଲୋକର ସମୟ ନଷ୍ଟ କଲ, ଅଯଥା ଲୋକର ଦୁଶ୍ଚିନ୍ତା ବଢ଼େଇଲ। ଏ ଦୃଷ୍ଟିକୋଣରୁ ତୁମକୁ ତୁମର ଭିଟା ମାଟି ଛାଡ଼ିବାକୁ ପଡ଼ିବ। ତୁମେ ଏ ଗାଁ ରହିପାରିବ ନାହିଁ। ତୁମର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ହେଲା, ତାହା ରାଜାଙ୍କର ହେଇଗଲା। ତୁମେ ଏବେ ଏଇ ମୁହୂର୍ତ୍ତରେ ତୁମର ପେଡ଼ି ପୁଟଳା ଧରି ପରିବାର ଧରି ଗାଁରୁ ବାହାରି ଯାଅ। ହଁ ବନ୍ଧୁ, ସାରାଂଶ ଏତିକି। ମିଥ୍ୟା ନଲୁଚେ ଚିରଦିନ, ଦୋଷୀର ଦଣ୍ଡ ଅଛି ଜାଣ। ଆଜି ବନ୍ଧୁ ଆମର ଗପର ଅନ୍ତ ହେଲା। ଆସନ୍ତାକାଲି ଆମେ ଜାଣିବା ଅନ୍ୟ ବିଷୟରେ କିଛି, ଯେ ଆଗେ ଅଣ୍ଡା ନା ଆଗେ କୁକୁଡ଼ା, ଆଗେ ମଞ୍ଜି ନା ଆଗେ ଗଛ, କେଉଁଟା ଆଗେ? ଏ ବିଷୟରେ ଶ୍ରୀମଦ୍ ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ କହିସାରିଛନ୍ତି ଅର୍ଜୁନକୁ। ମୁଁ ଶୋକସହ ଆସନ୍ତାକାଲି ଚେଷ୍ଟା କରିବି ଏ ବିଷୟରେ କିଛି କହିବା ପାଇଁ। ରହିଲି, ନମସ୍କାର।